ମହାପ୍ରଭୁ ଜଗନ୍ନାଥ ଆଜି ଲକ୍ଷ୍ମୀନାରାୟଣ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ତ ଆସନ୍ତୁ ଏହି ବେଶର କିଛି କିମ୍ବଦନ୍ତୀ ଓ ଇତିହାସ ବିଷୟରେ ଜାଣିବା। କାର୍ତ୍ତିକ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ମହାପ୍ରଭୁ ଜଗନ୍ନାଥଙ୍କର ଏହି ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶକୁ ଖିଆଖିଆ ବେଶ ମଧ୍ୟ କୁହାଯାଏ। ଏହି ବେଶର ମୂଳ ଉଦ୍ଦେଶ୍ୟ ହେଉଛି ଭକ୍ତମାନଙ୍କୁ ଶ୍ରୀ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କର ଲକ୍ଷ୍ମୀ ନାରାୟଣ ରୂପରେ ଦର୍ଶନ ଦେବା, ଯାହା ସମୃଦ୍ଧି, ସୁଖ ଏବଂ ଆଧ୍ୟାତ୍ମିକତାର ପ୍ରତୀକ ଅଟେ। ବୈଷ୍ଣବ ସନ୍ଥ ରାମାନୁଜାଚାର୍ଯ୍ୟଙ୍କର ପୁରୀ ଗ୍ରସ୍ତ ପରେ ଶ୍ରୀମନ୍ଦିରରେ ଲକ୍ଷ୍ମୀ ଏବଂ ନାରାୟଣଙ୍କ ପୂଜା ଅଧିକ ଲୋକପ୍ରିୟ ହୋଇଥିଲା ବୋଲି ବିଶ୍ୱାସ କରାଯାଏ। ଏହି ବେଶ ସେହି ପରମ୍ପରାର ଅଂଶ ବିଶେଷ ହୋଇପାରେ। ଏହି ବେଶରେ ମହାପ୍ରଭୁ ଜଗନ୍ନାଥ ନାରାୟଣ ବେଶରେ ସୁସଜ୍ଜିତ ହୁଅନ୍ତି। ତାଙ୍କ ହାତରେ ସୁବର୍ଣ୍ଣର ଶଙ୍ଖ ଓ ଚକ୍ର ଧାରଣ କରିଥାନ୍ତି। ପ୍ରଭୁ ବଳଭଦ୍ର ଦୁଇ ହାତରେ ହଳ ଏବଂ ମୁଷଳ ଧାରଣ କରିଥାନ୍ତି ଏବଂ ମା ସୁଭଦ୍ରା ଲକ୍ଷ୍ମୀଙ୍କ ରୂପରେ ସୁସଜ୍ଜିତ ହୁଅନ୍ତି ଓ ତାଙ୍କୁ ସୁବର୍ଣ୍ଣର କିରୀଟି, କର୍ଣ୍ଣ କୁଣ୍ଡଳ, ମାଳି ଏବଂ ଓଡିଆନରେ ସଜ୍ଜିତ ହୋଇଥାନ୍ତି। ଅବକାଶ ନୀତି ପରେ ମହାପ୍ରଭୁ ଏହି ଲକ୍ଷ୍ମୀନାରାୟଣ ବେଶରେ ସୁସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଏହି ବେଶ ଭୋଗ ମଣ୍ଡପ ପୂଜା ଶେଷ ହେଲା ପର୍ଯ୍ୟନ୍ତ ରହିଥାଏ। ସାଙ୍ଗମାନେ ଆପଣମାନଙ୍କୁ ଯଦି ଏହି ଭିଡିଓଟି ଭଲ ଲାଗିଛି କମେଣ୍ଟରେ ଜୟ ଜଗନ୍ନାଥ ଅବଶ୍ୟ ଲେଖିବେ। ସାଙ୍ଗମାନେ ଆପଣମାନଙ୍କୁ ଯଦି ଏହି ଭିଡିଓଟି ଭଲ ଲାଗିଛି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ରହୁଛି, ନମସ୍କାର।